ପିଲାମାନେ ଆଜି ଆମେ ଏକ ସୁନ୍ଦର କାହାଣୀଟିକୁ ଆଲୋଚନା କରିବା। କାହାଣୀର ନାମ ହେଉଛି ବଉଳା ଗାଈ। ହେଲେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପିଲାମାନେ ଏହି ଗପଟିକୁ ଦେଖ ଏବଂ ବୁଝିବା ପାଇଁ ଚେଷ୍ଟା କର। ବଉଳା ନାମରେ ଏକ ଗାଈ ଥିଲା। ତାର ଏକ କୁନି ବାଛୁରୀ ଥିଲା। ବଉଳା ତାର ବାଛୁରୀକୁ ଭାରି ସ୍ନେହ କରୁଥିଲା। ପ୍ରତିଦିନ ବଉଳା ନିକଟବର୍ତ୍ତୀ ଜଙ୍ଗଲକୁ ଯାଇ ଚରିବାକୁ ଯାଉଥିଲା ଏବଂ ସନ୍ଧ୍ୟା ହେବା ପୂର୍ବରୁ ନିଜ ବାଛୁରୀ ପାଖକୁ ଫେରୁଥିଲା। ଦିନକର କଥା, ବଉଳା ଚରିବାକୁ ଯାଇ ଜଙ୍ଗଲରୁ ଫେରିବାରେ ଟିକେ ବିଳମ୍ବ ଘଟିଲା। ତେଣୁ ସେ ରାସ୍ତାରେ ଫେରିଲା ସମୟରେ ଏକ ବାଘ ସହିତ ଦେଖାହେଲା। ବାଘ କହିଲା, ଯାହା ହେଉ ଆଜି ମୋତେ ମୋ ଆହାର ମିଳିଗଲା। ମୁଁ ବହୁତ ଦିନ ହେଲା ଭୋକରେ ଅଛି, ତେଣୁ ମୁଁ ଆଜି ଖାଦ୍ୟ ପାଇଗଲି। ଏକଥା ଶୁଣି ବଉଳା ଗାଈ ଟିକେ ଡରିଗଲା। ତେଣୁ ସେ କହିଲା, ନାଇଁ ବାଘ ମାମୁଁ, ଘରେ ମୋର କୁନି ବାଛୁରୀଟି ଅଛି। ତାକୁ ଦେଖା କରି ଆସିବି, ଖୁଆଇ ଆସିବି। ତେଣୁ ତାପରେ ମୋତେ ଖାଇବୁ। ଏକଥା କହିବାରୁ ବାଘ ହସିଲା। କହିଲା, ଆରେ କ'ଣ ମୋତେ ବୋକା ଭାବିଲୁ କି? ତୁ ଘରକୁ ଗଲେ କ'ଣ ଆଉ ଫେରିବୁ? କିନ୍ତୁ ବଉଳା କହିଲା, ନାଇଁ ବାଘ ମାମୁଁ, ମୁଁ ନିଶ୍ଚିତ ଭାବେ ଆସିବି। ଏକଥା କହି ବାଘ ମାମୁଁଠାରୁ ବିଦାୟ ନେଲା ଏବଂ ତାର କୁନି ବାଛୁରୀ ପାଖକୁ ଆସିଲା। ତାକୁ ଗେଲ କଲା, ତାକୁ ଖୁଆଇଲା, ପୁଣି ଜଙ୍ଗଲକୁ ଫେରିଗଲା। ବାଘ ନିକଟକୁ ଗଲା। ବାଘ ବଉଳାକୁ ଦେଖିଲା ଏବଂ ଆଶ୍ଚର୍ଯ୍ୟ ହୋଇଗଲା। ଆରେ ସତ କଥା କହି ତୁ ନିଶ୍ଚିତ ଭାବେ ଫେରି ଆସିଲୁ। ଯା, ତତେ ମୁଁ ଆଉ ଖାଇବି ନାହିଁ, କାରଣ ତୁ ସତ୍ୟ ରକ୍ଷା କରି ମୋ ନିକଟକୁ ଆସିଲୁ। ତେଣୁ ତୁ ଯା, ହସ ଖୁସିରେ ତୋ ବାଛୁରୀ ସହିତ ଖୁସି ମନରେ ରହ। ଏଥିରୁ ଆମେ କ'ଣ ଶିଖିଲେ? ସତ୍ୟର ସର୍ବଦା ଜୟ ହୋଇଥାଏ। ଯିଏ ସତ କଥା କହେ ତାର ନିଶ୍ଚିତ ଭାବେ ଜୟ ହେବ। କେତେ ବାଧା ବିପତ୍ତି ଆସିଲେ ମଧ୍ୟ ସେ ବାଧା ବିପତ୍ତିକୁ ଭଗବାନ ଖଣ୍ଡନ କରିବେ।